ଶ୍ରୀରାମଙ୍କ ଚରଣେ କରି ପ୍ରଣାମ କହଇ ଅନୁକବଚ ଅମୃତ ସମ। ଅଞ୍ଜନା ଗର୍ଭେ ଯେ ଜନ୍ମ ହୋଇଲେ ପବନ ନନ୍ଦନ ନାମେ ଖ୍ୟାତି ପାଇଲେ। ରାମଙ୍କ ଦୂତ ବୀର ମହାବଳଧର ସଂକଟ ମୋଚନ କପୀଶ୍ୱର। ଶୁଣିଲେ କବଚ ଭକ୍ତି ମନ ଦେଇ ଅଙ୍ଗ ବଜ୍ର ସମ ହୁଏ ତହିଁ। କେଶର କନ୍ତୁ କପି ରାଜବୀର ତାଲୁ ରଖନ୍ତୁ ରାମଙ୍କ ଦୂତ ବର। କପାଳ ରଖନ୍ତୁ ଅଞ୍ଜନା କୁମାର ଲୋଚନ ରକ୍ଷା କରୁ ଲଙ୍କା ବିଜୟୀ ବୀର। କର୍ଣ୍ଣ ରଖନ୍ତୁ କେଶରୀ ନନ୍ଦନ ନାସା ରକ୍ଷା କରୁ ପବନ ସୁତ ଜନ। ମୁଖ ରଖନ୍ତୁ ଶ୍ରୀରାମ ଭକତ ଜିଭ୍ୟା ରଖନ୍ତୁ ରାମ ଅମୃତ। କଣ୍ଠ ରକ୍ଷା କରୁ ରାମ ଦୁଲ୍ହାର ବାହୁ ରକ୍ଷା କରୁ ଗଦାଧର। ଛାତି ରକ୍ଷା କରୁ ମହାବଳୀ ହୃଦୟେ ବସନ୍ତୁ ବଜରଙ୍ଗ ବଳି। ନାଭି ରକ୍ଷା କରୁ ସଂକଟହର କଟି ରକ୍ଷା କରୁ ମହାବୀର। ପୃଷ୍ଠ ରକ୍ଷା କରୁ ଲଙ୍କା ଦାୟକ ହୃଦୟ ରକ୍ଷା କରୁ ରାକ୍ଷସ ନାଶକ। ଜାନୁ ରକ୍ଷା କରୁ ପର୍ବତ ଧାରୀ ପାଦ ରକ୍ଷା କରୁ ରାମ ଉପକାରୀ। ଆଗେ ରଖନ୍ତୁ ମାରୁତି ରାୟ ପଛେ ରଖନ୍ତୁ ଭକ୍ତ ସହାୟ। ଡାହାଣେ ରଖନ୍ତୁ ରାମଦୂତ ବୀର ବାମେ ରଖନ୍ତୁ କପୀଶ୍ୱର। ତଳେ ରଖନ୍ତୁ ସାଗର ଲଙ୍ଘନ ସ୍ଥଳେ ରଖନ୍ତୁ ପବନ ନନ୍ଦନ। ଦିବସେ ରଖନ୍ତୁ ରାମ ଅନୁଚର ରାତ୍ରି ରଖନ୍ତୁ ଦୁଃଖ ନିବାର। ଅଷ୍ଟ ସିଦ୍ଧି ଅଷ୍ଟ ଦିଗେ ଅଷ୍ଟ ସିଦ୍ଧି ରଖନ୍ତୁ ନବନିଧି ସର୍ବଦା ସଙ୍ଗେ ଥାଉ। ଭୂତ ପ୍ରେତ ପିଶାଚ ନ ଆସେ ପାଶ ହନୁମାନ ନାମେ ହୁଏ ସର୍ବନାଶ। ଯେ ଜନ ନିତ୍ୟ ଏ କବଚ ପଢ଼େ ରାମ କୃପା ତା ଗୃହେ ବଢ଼େ। ହନୁମାନ ରାମଙ୍କ ବିଚାର ଶୁଣିଲେ ଅଙ୍ଗ ହୁଏ ବଜ୍ର ସାର। ଇତି ଶ୍ରୀ ହନୁମାନ କବଚ ସମ୍ପୂର୍ଣ୍ଣ। ଜୟ ଶ୍ରୀରାମ ଜୟ ବଜରଙ୍ଗବଲି। ନମସ୍କାର ଦର୍ଶକ ବନ୍ଧୁ, ଆପଣଙ୍କୁ ଏହି କବଚଟି କେମିତି ଲାଗିଲା ଆମର କମେଣ୍ଟ ମାଧ୍ୟମରେ ନିଶ୍ଚୟ ଭାବେ ଜଣାନ୍ତୁ। ଏବଂ ଏହି କବଚ ପଢ଼ିଲେ ନିଜର ସର୍ବାଙ୍ଗ କିଲନ ହୁଏ ଏବଂ କୌଣସି ଭୂତ ପ୍ରେତ ନସେନ ଅପାଙ୍ଗିନ ଦୁଷ୍ଟ ବ୍ୟକ୍ତି କେହି କିଛି କ୍ଷତି କରିପାରନ୍ତି ନାହିଁ। ଆପଣମାନେ ଏହି କବଚ ପଢ଼ନ୍ତୁ ଏବଂ ଶ୍ରୀ ରାମ ଏବଂ ହନୁମାନଙ୍କର ଆଶୀର୍ବାଦ ନିଅନ୍ତୁ।